हेलो गाइस तो सावित्री दिन सकाळु सकाळु ମୁଁ ଉଠି ରେଡି ହେଇଯାଇଥିଲି ମୋ ପାଇଁ ନୁହେଁ ମୋ ବୋଉ ପାଇଁ କାରଣ ତା ପୂର୍ବ ଦିନ ରାତିରେ ସେ ମୋତେ ଅର୍ଡର ପାସ୍ କରିଥିଲା ଯେ ତା ପରଦିନ ସକାଳୁ ଉଠିକି ତୁ ମୋତେ ପୂଜା ପାଇଁ ହେଲ୍ପ କରିବୁ। ତ ମୁଁ ଉଠିକି ଏବେ ଫଳ ଫଳ ସବୁ ବାହାର କରିକି ଭଲସେ ଧୋଇ ଦେଇଛି। ଏବେ ଦେଖନ୍ତୁ ଏଇ ସୁନ୍ଦର ଶାଢ଼ୀଟା ମୁଁ ମୋ ବୋଉକୁ ଗିଫ୍ଟ କରିଛି ସାବିତ୍ରୀ ପାଇଁ। ତ ଶାଢ଼ୀ ପିନ୍ଧିକି ମୋ ବୋଉ ପୁରା ହିରୋଇନ ଭଳିଆ ଲାଗୁଥିଲା। ତାପରେ ମୁଁ ଟିକେ ତାକୁ ଶାଢ଼ୀ ପିନ୍ଧାରେ ହେଲ୍ପ କରିଦେଲି। ତାପରେ ଏଇ ଚତୁର ଚମ୍ପଟ ମୋତେ କହୁଛି ସକାଳୁ ସକାଳୁ ମୁଁ ମୁହଁ ଧୋଇନି ମୋତେ ଭିଡ଼ିଓରେ ଆଣିବୁନି, ଯେମିତି ତାକୁ ଭିଡ଼ିଓ ମାଧ୍ୟମରେ କିଏ ଦେଖିବାକୁ ଆସିବ। କିନ୍ତୁ କ୍ୟାମେରାଟା ପାଖକୁ ନେଇ ଗଲେ ପୋଜ୍ ଦେବାଟା ସୁନିଶ୍ଚିତ। ତାପରେ ଏଇ ସୁନ୍ଦର କାନଫୁଲଟା ବାବା ବୋଉକୁ ସାବିତ୍ରୀ ପାଇଁ ଗିଫ୍ଟ ଦେଇଥିଲେ। ସୁନା ଦେଖିଲା ମାନେ ସେ ପୁରା ଖୁସି ହେଇଯାଏ। ତାପରେ ଆସିଲା ମୋ ସ୍ପେଶାଲ ଡ୍ୟୁଟି ପାଳି ମୋ ବୋଉ ଗୋଡ଼ରେ ଅଳତା ଲଗେଇଦେବା। ସବୁବେଳେ ମୁଁ ମୋ ବୋଉ ଗୋଡ଼ରେ ସୁନ୍ଦରରେ ଅଳତା ଲଗେଇଦିଏ। ତାପରେ ମୋ ବୋଉ ସିନ୍ଦୁର ଫିନ୍ଦୁର ଲଗେଇକି ପୁରା ରେଡି ହେଇଗଲା ପରେ ଏମିତି ଲାଗୁଛି ତାଠୁ ସୁନ୍ଦର ଯେମିତି ଦୁନିଆରେ ଆଉ କେହି ନାହାନ୍ତି। ପରେ ବୋଉର ମୋର ବାହାରି ଗଲୁ ମନ୍ଦିର। ସବୁଦିନ ବାବା ବୋଉକୁ ନେଇକି ଯାଆନ୍ତି ମନ୍ଦିର ଛାଡ଼ିବା ପାଇଁ, କିନ୍ତୁ ଆଜି ମୁଁ ନେଇକି ଯାଉଛି କାରଣ ବାବା ଗୋଟେ ସ୍ପେଶାଲ କାମରେ ବ୍ୟସ୍ତ ଅଛନ୍ତି। ମନ୍ଦିର ପହଞ୍ଚିବା ପରେ ଫଳ ଝୁଟକ ସେ ଟେକି ନ ପାରି ମୋତେ ଧରେଇଦେଲା ଆଉ ନିଜେ ପେଙ୍ଗୁଇନ ଭଳିଆ ଚାଲି ଚାଲିକି ଉପରକୁ ପଳେଇଲା। ମୁଁ ଉପରକୁ ଆସି ଦେଖେ ତ ପ୍ରଭୁଙ୍କର ଆଳତି ପାଇଁ ପ୍ରିପାରେସନ୍ ଚାଲିଛି। ଆଉ ତାପରେ ମୁଁ ଭାବିଲି ସକାଳୁ ସକାଳୁ ଏତେ କଷ୍ଟ କରିକି ମୁଁ ଉଠିକି ଆସିଛି ମାନେ ବୋନସରେ ଆଳତିଟା ଦେଖିକି ହିଁ ଯିବି। ଆଳତି ଷ୍ଟାର୍ଟ ହେଇଗଲା। ସତରେ ଏମିତି ଲାଗିଲା ଯେ ଆଜି ସକାଳୁ ଉଠିକି କିଛି ତ ଫାଇଦା ହେଲା। ତାପରେ ମୁଁ ନିଜେ ଘରକୁ ଫେରି ଆସିଲି କାରଣ ଘରକୁ ଆସିକି ମୋତେ ବି ପୂଜା କରିବାର ଥିଲା। ଦେଖନ୍ତୁ ସକାଳୁ ସକାଳୁ ପେଟ୍ରୋଲ ପମ୍ପ ପାଖରେ କେତେ ଲମ୍ବା ଲାଇନ୍ ଲାଗିଲାଣି। ମୋ ବୋଉ ସକାଳୁ ସକାଳୁ ଉଠି ଗାଧେଇ ପାଧେଇ ସଜବାଜ ହେଇକି ଯେଉଁ ସତ୍ୟବାନଙ୍କ ପାଇଁ ମନ୍ଦିର ଯାଇଛି ସେଇ ସତ୍ୟବାନ ଆସିକି ଏଇଠି ଧାରଣା ଦେଇଛନ୍ତି। ମାନେ ମୁଁ ଯେଉଁ କହୁଥିଲି ମୋ ବାବାଙ୍କର ଗୋଟେ ସ୍ପେଶାଲ କାମ ଅଛି, ଏଇଟା ହେଉଛି ସେଇ ସ୍ପେଶାଲ କାମ। ମୋ ବାବା ଭୋର 5ଟାରୁ ଆସିକି ଏଇଠି ଲାଇନ୍ ଲଗେଇଛନ୍ତି ପେଟ୍ରୋଲ ନେବା ପାଇଁ। ଆଜି ଟାଙ୍କି ଫୁଲ୍ କରିକି ସେ ଘରକୁ ଯିବେ। ମୁଁ ଘରକୁ ଆସିକି ଦେଖିଲା ବେଳକୁ ମୋ ଦିଦି ଆଉ ଆମ ସାନ ଟୋକାର ଏପର୍ଯ୍ୟନ୍ତ ସକାଳ ହେଇନି। ଆଉ ଗୋଟେ ଭଲ ପିଲାଟେ ଏଠି ବସିକି ପାଠ ପଢ଼ୁଛି। ତା ପାଖକୁ ଯାଇ ଦେଖି ସେ କ'ଣ ପଢ଼ୁଛି। ତାପରେ ମୁଁ ଆସିଗଲି ପୂଜା କରିବା ପାଇଁ। ପୂଜା କରିସାରିକି ବୋଉ ଯେଉଁ ଭୋଗ କରିକି ଆଣିଥିଲା ସେଇ ଫଳ ସବୁ କାଟିଦେଲି ସେ ଖାଇବ ବୋଲି। ତାପରେ ଦେଖୁନ ତାଳ ସଜଟାକୁ ସେ କେମିତି ତାକୁ ଛୁରୀରେ ଖୁଆଉଛି, ତା ତଣ୍ଟିରେ ଗଳିଯିବ ଲୋ। କ୍ୟାମେରା ଦେଖିକି ଏମାନଙ୍କର ପୋଜ୍ ନଦେଲେ ହବନି। ତାପରେ ଖାଇ ପିଇକି ଆମେ ନିଜ ନିଜର ପେଟ ଥଣ୍ଡା କରିଦେଲୁ। ଭିଡ଼ିଓଟା ବହୁତ ଲମ୍ବା ହେଇଗଲାଣି ତ ବ୍ଲଗ୍କୁ ଏଇଠି ରଖୁଛି। ବାଏ ବାଏ।